And our growth is not in her. Hello friend, welcome to Trade Orbit. Friend, ଆପଣଙ୍କ ସହିତ ମୁଁ ଆଜି ଗୋଟେ ନୂଆ ଟ୍ରେଡ୍ ସେଟଅପ୍ ଡିସ୍କସନ୍ କରିବି ଯୋଉଟା ଆପଣ ଇଣ୍ଟ୍ରାଡେ କିମ୍ବା ସ୍କାଲ୍ପିଂ କିମ୍ବା ଆପଣ ସର୍ଟ ଟର୍ମ ଟ୍ରେଡିଂ ପାଇଁ ମଧ୍ୟ ୟୁଜ୍ କରିପାରିବେ। ଯୋଉଥିରେ ଏଜ୍ ୟୁଜୁଆଲ ମୁଁ ଆଗରୁ କଥା ହୁଏ ଯେ ଫାଷ୍ଟ ଷ୍ଟ୍ରେଙ୍ଗଥ ଅଫ୍ ଦ ଟ୍ରେଣ୍ଡ, ଡିରେକ୍ସନ ଅଫ୍ ଦ ଟ୍ରେଣ୍ଡ, ଦେନ୍ ମାନେ ଟ୍ରେଣ୍ଡ ଇନିସିଏସନ ବା ରିଭର୍ସାଲ ଅଫ ଦ ଟ୍ରେଣ୍ଡ। ଏକୁ ଆମେ ଫୋକସ୍ କରିକି କେମିତି ଟ୍ରେଣ୍ଡ ଇନିସିଏଟ୍ କରିପାରିବା ବାଇ ୟୁଜିଂ ଦ MACD। ତ ସେଇ ବିଷୟରେ ମୁଁ ଆଜି ଗୋଟେ ନୂଆ ଟ୍ରେଡ୍ ସେଟଅପ୍ ଆପଣଙ୍କ ସହିତ ଡିସ୍କସନ୍ କରିବି। କେମିତି ଏ ଟ୍ରେଡ୍ ସେଟଅପ୍ ୱାର୍କ କରିବ, କେମିତି ଆପଣ ସେଟିଂ ଆପଣ ଫ୍ରି ଫ୍ରି ଟ୍ରେଡିଂ ଭ୍ୟୁ ଆକାଉଣ୍ଟରେ କରିବେ, ତାକୁ ମଧ୍ୟ ମୁଁ ସେୟାର କରିବି। ନେକ୍ସଟ, ଯଦି ଏ ଟ୍ରେଡ୍ ସେଟଅପ୍ ଆପଣଙ୍କୁ ଭଲ ଲାଗିବ, ଆପଣଙ୍କ କମେଣ୍ଟ ଆପଣ ମଧ୍ୟ ସେୟାର କରିବେ। ଫାଷ୍ଟ ମୁଁ ଆପଣଙ୍କୁ ଦେଖେଇ ଦଉଛି କ'ଣ ସେ ଟ୍ରେଡ୍ ସେଟଅପ୍ରେ ଆପଣ 1 ମିନିଟ୍ରେ ମଧ୍ୟ ୟୁଜ୍ କରିପାରିବେ। ରୁଲ୍ ଫାଷ୍ଟ ବତେଇ ଦଉଛି ମୁଁ, ଦେନ୍ ଆଫ୍ଟର ଆପଣ ତାକୁ ୟୁଜ୍ କଲା ପରେ କହିବେ। ଫାଷ୍ଟ ଆପଣ ଟାଇମ୍ ଫ୍ରେମ୍ ମୁଁ ବତେଇ ଦଉଛି। ଟାଇମ୍ ଫ୍ରେମ୍ ଆପଣ 1 ମିନିଟ୍ ବି ନେଇପାରନ୍ତି, 3 ମିନିଟ୍ ବି ନେଇପାରନ୍ତି, ନହେଲେ 5 ମିନିଟ୍ସ ବି ନେଇପାରନ୍ତି, 15 ମିନିଟ୍ସ ବି ନେଇପାରନ୍ତି। ଏଜ୍ ଏ ଇଣ୍ଟ୍ରାଡେ ସ୍କାଲ୍ପିଂ ପାଇଁ 1 ମିନିଟ୍ ନହେଲେ 3 ମିନିଟ୍ ଆପଣ ଟାଇମ୍ ଫ୍ରେମ୍ ୟୁଜ୍ କରିବେ। ଯଦି ପୋଜିସନାଲ ପାଇଁ ଆପଣ ଚାହିଁବେ 30 ମିନିଟ୍ସ ବା 1 ଆୱାର ଟାଇମ୍ ଫ୍ରେମ୍ ବି ଆପଣ ଚୁଜ୍ କରିପାରିବେ। ଓକେ, ଏବେ ଫ୍ରେଣ୍ଡ ଫାଷ୍ଟ ଅବଜର୍ଭ କରନ୍ତୁ। ମୁଁ ଏବେ ପ୍ରଥମେ ମୁଁ ଏଠି MACD ମ୍ୟାକଡି ଲାଇନ୍ ମୁଁ ଏଠି ବର୍ତ୍ତମାନ ନେବି ମ୍ୟାକଡି। ତ ମ୍ୟାକଡି MACD ଯେତେବେଳେ ନେଲି ମୁଭିଂ ଆଭରେଜ କନଭର୍ଜେନ୍ସ ଆଣ୍ଡ ଡାଇଭରଜେନ୍ସ ମୁଁ ଏଠି ଚୁଜ୍ କଲି। ଏଇ MACD ସେଟିଂରେ ମାନେ ଦୁଇଟା MACD ମୁଁ ନେବି। ମୁଁ ଗୋଟେ MACD ନେଲି, ତାକୁ ଏଗେନ୍ ପେଷ୍ଟ କଲି। ଗୋଟେ MACD ମୁଁ ନେବି କ'ଣ ପାଇଁ ଆପଣଙ୍କୁ କହିଥିଲି ଯେ ମାନେ ଷ୍ଟ୍ରେଙ୍ଗଥ ଅଫ ଦ ଟ୍ରେଣ୍ଡ, ମାନେ whether the stock is in uptrend or downtrend ତାକୁ ଜାଣିବା ପାଇଁ ମୁଁ ୟୁଜ୍ କରିବି। ଏବଂ ଆଉ ଗୋଟେ MACD ୟୁଜ୍ କରିବି ଫର୍ ଦ ଡିରେକ୍ସନ ଅଫ ଦ ଟ୍ରେଣ୍ଡ ଅର୍ ରିଭର୍ସାଲ ଅଫ ଦ ଟ୍ରେଣ୍ଡ। ତାମାନେ ଗୋଟେ କୋଉ ଡିରେକ୍ସନ ଷ୍ଟ୍ରେଙ୍ଗଥ ଆଣ୍ଡ ଟ୍ରେଣ୍ଡ ଅଫ ଦ ଟ୍ରେଣ୍ଡ ଇନିସିଏସନ ପାଇଁ ବା ଟ୍ରେଣ୍ଡ କନଫର୍ମେସନ ପାଇଁ, ଏବଂ ରିଭର୍ସାଲ ହ୍ୱେନ୍ ୱିଲ୍ ଏଣ୍ଟର ଆଣ୍ଡ ଏକ୍ଜିଟ୍ ଇନ୍ ଦ ଟ୍ରେଡ୍, ତାକୁ ଫାଇଣ୍ଡ ଆଉଟ୍ କରିବା ପାଇଁ ଆମେ ଦ୍ୱିତୀୟ MACD ଲାଇନ୍ ମୁଁ ୟୁଜ୍ କରିବି। ଏଇ ଯୋଉ ପ୍ରଥମ MACD ଲାଇନ୍ ମୁଁ ୟୁଜ୍ କରିବି, ସେ ପ୍ରଥମ MACD ଲାଇନ୍ରେ ମୁଁ ଏଠି ଆପଣଙ୍କର କ'ଣ ସେଟିଂ ଚେଞ୍ଜ କରୁଛି ଦେଖନ୍ତୁ। ଯୋଉ ଫାଷ୍ଟ ଲେନ୍ଥ ଅଛି ମୁଁ ତାକୁ ୟୁଜ୍ କରିବି 34। ଯୋଉ ସ୍ଲୋ ଲେନ୍ଥ ଅଛି ତାକୁ ମୁଁ ୟୁଜ୍ କରିବି 144। ଯୋଉଟା ସିଗ୍ନାଲ ସ୍ମୁଦେନିଂ ତାକୁ ମୁଁ ୟୁଜ୍ କରିବି 9। କ୍ଲିୟର? ଏବେ ତାକୁ ମୁଁ ସେଭ୍ କରିଦେବି। କିନ୍ତୁ ଆପଣ ଦେଖିବେ ଏଠି ଯୋଉ ହିଷ୍ଟୋଗ୍ରାମ ଅଛି ନା, ଆଉ ସବୁ ଅଫ୍ କରିବା, ଜିରୋ ଲାଇନ୍ ରଖିବା, ସିଗ୍ନାଲ ଲାଇନ୍ ଅଫ୍ କରିବା, MACD ଅଫ୍ କରିବା, କେବଳ ଆପଣ ହିଷ୍ଟୋଗ୍ରାମକୁ ରଖିବେ। ବଟ୍ ହିଷ୍ଟୋଗ୍ରାମକୁ ଯେତେବେଳେ ରଖିବେ ନା, ହିଷ୍ଟୋଗ୍ରାମ ଏଠି କଲମ ଫର୍ମରେ ଅଛି, ତାକୁ ଆପଣ ଲାଇନ୍ କରିଦେବେ। ଫର୍ ବେଟର କ୍ଲିୟରାନ୍ସ ଆପଣ ହିଷ୍ଟୋଗ୍ରାମକୁ ଗୋଟିଏ ୱାନ୍ ଟାଇପ୍ ଅଫ୍ କଲର କରିଦେବେ, ସବୁଗୁଡ଼ାକ ଏକ ପ୍ରକାରର। ବାସ୍, ଏବେ ଯଦି ବୋଲ୍ଡ କରିବାକୁ ଚାହୁଁଛନ୍ତି ତ ବୋଲ୍ଡ ବି କରିଦେବେ। ଏବେ ଇଏ ହେଇଗଲା ସେଟିଂ। ମୁଁ ଆଉ ଥରେ କହିଦେଉଛି, ମୁଁ ଗୋଟେ ଦୁଇଟା MACD ନେଲି, MACDରେ ହିଷ୍ଟୋଗ୍ରାମକୁ ଚୁଜ୍ କଲି, ଆଉ ଯାହା ରହିଲା ସବୁ ଅଫ୍ କରିଦେବି। ଜିରୋ ଲାଇନ୍ ନେଲେ ଠିକ୍ ଅଛି, ନ ନେଲେ ବି କିଛି ଅସୁବିଧା ନାହିଁ। ସେଟିଂରେ ଫାଷ୍ଟ ଲେନ୍ଥକୁ 34 କରିବି, ସ୍ଲୋ ଲେନ୍ଥକୁ 144 କରିବି, ସୋର୍ସ କ୍ଲୋଜ ରଖିବି, ସିଗ୍ନାଲ ସ୍ମୁଦନିଂ 9 ରଖିବି। ବାସ୍, ଏ ପ୍ରଥମ MACD ମୋର ରେଡି ହେଇଗଲା।
सेकेंड एमएसडी रे सेम थिंग, खाली फास्ट लेंथ रे 100 रखिबी, स्लो लेंथ 200 रखिबी, सिग्नल स्मूथनिंग 50 रखिबी। कारण ये आमको स्ट्रेंथ ऑफ द ट्रेंड, सेकेंड डायरेक्शन ऑफ द ट्रेंड एको फाइंड आउट करने को हेल्प करिवो। रिभर्सल पाई आमे जोटा 34 144 एंड 9 को नेले को डायरेक्शन ले ट्रेंड अप ट्रेंड की डाउन ट्रेंड ताको आइडेंटिफाई करने पे 100 200 एंड 50 को आमे यूज करले। ओके, जदि स्टाइल को जीवा सेम थिंग, मु टोटाली एटी एमएसडी सिग्नल लाइन जीरो लाइन किछि की भी यूज करिवे नाही। जहाँ भी करिवि मु हिस्टोग्राम यूज करिवि। एठी जो हिस्टोग्राम को मैं यूज करली सेम थिंग, एठी टिके आउरी बेटर क्लैरिटी क्लैरिटी पाई मु सबुड़ा बोल्ड कर देबी। हिस्टोग्राम रो ए सब को मु बोल्ड कर देली। जो कलर अच्छी से कलर रे मु किछि हाथ मारिबिनी, बाय डिफॉल्ट कलर यूज करबी। खाली तार जो मोटाईटा को बढ़ाई देबी, बोल्ड करदेवी बस। एबे तापर कौन करेबी ना ये जो हिस्टोग्राम जोटा अच्छी कलम अच्छी ना, कलम को मुझे एरिया करदेवी। बस एतिक मात्र सेटिंग। सेटिंग सरला, सेटिंग सरला परे दुईटा माने एमएसडी को मु मर्ज करिया को ट्राई करिवि। कि मर्ज करिवि ना आपण देखंतु जोटा मैक्सिमम जोटा लार्जर माने लेंथ मु एटी चूज करछि, जोटा लोअर अछि 100 200 एंड 50। तार एटी तीनटा डॉट अच्छी मोर ऑप्शन, तो सेठी मु क्लिक करिवि। कला परे एटी देखंतु गोटे लिखा है मूव, तो मूव पाखरे एटी एग्जिस्टिंग प्लान एबव, मैं एग्जिस्टिंग प्लान एबव करदेली। एग्जिस्टिंग प्लान एबव कर सारा परे एबे पुणी जोटा लार्जर वाला 100 200 एंड 50 ताकू चूज कली। सेठी पुणी मोर को गली। दुई दुई जन को सिंक्रोनाइज करने ପାଇଁ जोटी लिखा है पिन स्केल नाउ जेड, ताकू मु पिन टू स्केल ए करदेवी। एबे हमर सेटिंग ओवर हो गला। दुईटा एमएसडी एबे मर्ज हो गला। एबे हमें ट्रेड नवा पई तार रूल बतेबी। भाबुची एबे आपनको इजीली जना पड़लानी जे केमिति मु सेटिंग करली आ कोन कोन सब पैरामीटर यूज करली। फ्रेंड मुझे आउ थे कहीदेवा चाहूँगी, जो जार मु एटी एरिया एटी ऑब्जर्व कर आमे करूचंती। हाँ देखो दीटा मु आगुर गोटे मोर थिला, एबे मु आपको देखैली सेटिंग। सेतमे मु जोटा एबे नुआ कली मु ता काटी दउची। एबे काटी देली। आपण एबे देखंतु सेम थिंग इज देयर हियर। वर्तमान एटी देखंतु 34 144 एंड 9 अछि, 100 200 एंड 50 अछि। ओके, एबे हमरो नेक्स्ट कांसेप्ट हैला, मु जो जीरो लाइन थिला सेंटर लाइन बा जीरो लाइन ताको एटी रेड कलर कर दीची, टिके बोल्ड कर दीची। एमएसडी फास्ट जो 34 144 एंड 9 को ब्लैक कलर डिनोट करची। मु आपन जिमता आगुर कहली जे ट्रेंड ऑफ द ट्रेंड ऑफ को फाइंड आउट करया पई मु प्रथमे चूज करिवि जोटा लार्जर वाला 100 200 एंड 50। एवं रिभर्सल ऑफ द ट्रेंड को जगह एंट्री करी ताकू मु डिसाइड करी 34 144 एंड 9, जोटा कि ब्लैक लाइन फॉर्म रे मुझे ये ऑब्जर्व करुच्ची। क्लियर? रूल कौन? रूल हूँ फास्ट देखंतु, जदि आप स्काल्पिंग करने को चाहते आप 1 मिनिट नहीं पारे। जदि स्काल्पिंग करने को चाहते 3 मिनिट और 5 मिनिट्स भी यूज करेंगे। और मैक्स टू मैक्स आपण 15 एक्चुअली स्काल्पिंग पे 1 2 सफिशिएंट, 3 भी सफिशिएंट। किंतु यदि आप इंटरडे करने चाहते 3 5 और 15 मिनिट इज ऑल्सो सफिशिएंट। एबे रूल कौन बुझंतु? रूल है जदि आपणकर ए जो कलम अच्छी ना, जदि ए कलम डीप ग्रीन अच्छी, जदि एटी कलम डीप ग्रीन अच्छी, ताले आपण प्रथमे बुझिबे जे दिस स्टॉक विल बी इन अप ट्रेंड। क्लियर? ये अप ट्रेंड अच्छी बोली आपण फास्ट एको ऑब्जर्व करिवे। क्लियर? फास्ट कॉन्सेप्ट जे अप ट्रेंड रे अच्छी बोली तार प्रमाण कौन? अप ट्रेंड ना जो आपणकर लार्जर एमएससीडी जो थे मु 100 200 एंड 50 नहीं जी, ताकू मु जो एरिया फॉर्म रे रिप्रेजेंट करेची से डीप ग्रीन थिबो। क्लियर? किंतु सेतिका बेले एटा तो स्ट्रेंथ 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 ऑफ द स्टॉक बर्तमान एबे 8 तो स्टार्ट हैला। दैट इज स्टार्टिंग फ्रॉम, ऑब्जर्व करंतु
ଏଇ ଜାଗାରୁ ଆପଣଙ୍କର ଷ୍ଟ୍ରେଙ୍ଗଥ ଅଫ ଦ ଟ୍ରେଣ୍ଡ ଷ୍ଟାର୍ଟ ହେଲା। କ୍ଲିୟର? କୋଉ ପର୍ଯ୍ୟନ୍ତ? ଅପ୍ ଟୁ ଦିସ୍। ତାମାନେ ଏବେ ଏଣ୍ଟ୍ରି କୋଉ ସମୟରେ କରିବି, ଆଉ ଯୋଉ ସମୟରେ ଏଣ୍ଟ୍ରି କରିବି ମାନେ ଏଣ୍ଟ୍ରିର ରୁଲ କଣ, ସେ କଥା ବୁଝେଇବ ଆମକୁ କିଏ ନା MACD ର ଯୋଉଟା ନେଲି 34 144 ଆଣ୍ଡ 9 EMA। ମାନେ ସେ ରିଭର୍ସାଲ ଆପଣଙ୍କୁ ଫାଇଣ୍ଡ ଆଉଟ୍ କରିବାକୁ ହେଲ୍ପ କରିବ। ଓକେ, ଯେମିତି ଏବେ ବୁଝନ୍ତୁ ରୁଲ କଣ। ମୁଁ ଆଉ ଥରେ ଆପଣଙ୍କୁ ଏବେ ରୁଲ ବତେଇ ଦଉଛି। ରୁଲ ହେଲା, ଏଇଠି ଚାଲନ୍ତୁ, ଏଠି ଯେତେବେଳେ जो स्मॉलर जो फास्ट MACD लाइन, MACD ର हिस्टोग्राम लाइन व्हेन क्रॉस एबव द रेड, ତା ମାନେ କୋଉ ଜାଗାରେ କ୍ରସ୍ କରିଛି ନା ହିୟର, ଏଇ ଜାଗାରେ ଆପଣଙ୍କର କ୍ରସ୍ କଲା। ଦେଖନ୍ତୁ ଏଇ ଜାଗାରେ କ୍ରସ୍ କଲା, ତ ଯୋଉ ଜାଗାରେ କ୍ରସ୍ କଲା ଆପଣ ଦେଖିବେ ବ୍ୟାକଗ୍ରାଉଣ୍ଡ ଗ୍ରୀନ ଅଛି, ମାନେ ଗ୍ରୀନ ଅଛି କି ନାହିଁ। ଯଦି ବ୍ୟାକଗ୍ରାଉଣ୍ଡ ଗ୍ରୀନ ଅଛି ମାନେ ଇଟ୍ ଇଜ ଇନ୍ ଷ୍ଟ୍ରଙ୍ଗ ଅପ୍ ଟ୍ରେଣ୍ଡ, वी विल एंटर हियर। बस ଯୋଉ ଜାଗାରେ ନେଲେ ତାର ଯୋଉ ସ୍ୱିଙ୍ଗ ଲୋ ଥିବ, ଆପଣ ସ୍ୱିଙ୍ଗ ଲୋ କୁ ଆପଣଙ୍କ ଷ୍ଟପ୍ ଲସ୍ ହିସାବରେ ନେଇପାରିବେ। ଆଉ ଯାହା ଆପଣଙ୍କ ଷ୍ଟପ୍ ଲସ୍ ହେଲା ସେଠୁ ଆପଣ, ତାମାନେ ଆପଣଙ୍କର ଏଣ୍ଟ୍ରି ହଉଛି ହିୟର। ଓକେ, ଏଣ୍ଟ୍ରି ଏବଭ ଦିସ୍, ମାନେ ଯୋଉ କ୍ୟାଣ୍ଡେଲରେ ଏଠି କ୍ରସ୍ ହେଲା ବ୍ଲାକ୍ ଲାଇନ୍ ଓଭର ଦ ରେଡ୍ ଲାଇନ୍, ଦ୍ୟାଟ୍ ଇଜ ଦ ଏଣ୍ଟ୍ରି କଣ୍ଡିସନ। ଓକେ, ଆଉ ଥରେ ମୁଁ ଦେଖେଇ ଦଉଛି। ଆପଣଙ୍କର ଏଇ ଜାଗାରେ ଏଣ୍ଟ୍ରି ହବ, ଏଣ୍ଟ୍ରି ହିୟର, ଷ୍ଟପ୍ ଲସ୍ ସ୍ୱିଙ୍ଗ ଲୋ। ଦେଖନ୍ତୁ ଆପଣଙ୍କର ଷ୍ଟପ୍ ଲସ୍ ଏଇ ଜାଗାରେ ବି ଆକ୍ଚୁଆଲି ସ୍ୱିଙ୍ଗ ଲୋ ହଉଛି ଦିସ୍ ୱାନ୍। ଏଇ ଜାଗାରେ ଆପଣ ଷ୍ଟପ୍ ଲସ୍ ଦେଇପାରିବେ। ଓକେ, ଏଇ ଜାଗାରେ ଷ୍ଟପ୍ ଲସ୍ ଟାର୍ଗେଟ 1:1.5 ନହେଲେ 2। ବେଷ୍ଟ ହଉଛି 2 ଆପଣ ନେବେ, କାହିଁକିନା 1:2 ଆପଣ ଟ୍ରେଡ୍ ନେବେ। ଓକେ, ଯଦି ଚାହିଁବେ ଟ୍ରେଲ୍ କରିବା ପାଇଁ ଏକୁ ଟ୍ରେଲ୍ ମଧ୍ୟ କରିପାରିବେ। ମୁଁ ଟ୍ରେଲ୍ କରିବା ପାଇଁ କ'ଣ କେମିତି ଟ୍ରେଲ୍ କରାଯିବ ତା ମେଥୋଡୋଲୋଜି ମଧ୍ୟ ବତେଇବି। ବାସ୍ ଏବେ ଦେଖନ୍ତୁ ଆପଣଙ୍କ ଏ ଟ୍ରେଡ୍ ପ୍ରଫିଟେବୁଲ ହେଲା କି ନାହିଁ ଆପଣ ଦେଖନ୍ତୁ। ଷ୍ଟାର୍ଟିଂ ଫ୍ରମ୍ ଦିସ୍ ଆପଣଙ୍କୁ ପାଖାପାଖି 1% ମାନେ 1000 ପଏଣ୍ଟର ମୁଭମେଣ୍ଟ ଦେଇଦେଲା ଗୋଲ୍ଡ। ଓକେ, ମୁଁ ଗୋଟେ ସେଲ୍ ଟ୍ରେଡ୍ ଦେଖେଇ ଦଉଛି, ଆପଣ ଆଉ ସେଲ୍ଟା ବି ପରଫେକ୍ଟଲି ବୁଝିବେ। ଏବେ ଦେଖନ୍ତୁ ଯୋଉ ଆପଣଙ୍କର ସେମ୍ କନସେପ୍ଟ ମୁଁ ବୁଝେଇଥିଲି ଆପଣଙ୍କୁ, ଯେ ବ୍ଲାକ୍ ଲାଇନ୍ ହ୍ୱେନ୍ କ୍ରସ୍ ବିଲୋ ଦ ରେଡ୍ ଲାଇନ୍, କୋଉ ଜାଗାରେ ସେଣ୍ଟ୍ରାଲ ଲାଇନ୍ ଇଜ ଦ ରେଡ୍ ଲାଇନ୍। ବ୍ଲାକ୍ ଲାଇନ୍ ଏବେ ଏଇ ଜାଗାରେ କ୍ରସ୍ କଲା, ତାହେଲେ ଯେତେବେଳେ କ୍ରସ୍ କଲା ମୁଁ ଇମିଡିଏଟଲି ତାକୁ ମାର୍କ କରିବି। ଓକେ, ଏଇଠି ମାର୍କ କଲି। ଯୋଉ କ୍ୟାଣ୍ଡେଲରେ ବର୍ତ୍ତମାନ ଏବେ କ୍ରସ୍ କଲା ମୁଁ ସେଇ କ୍ୟାଣ୍ଡେଲର ବିଲୋ ମୁଁ ଏବେ ସେଲ୍ କରିବି। ବଟ୍ ଦେଖିବି ଯେ ବର୍ତ୍ତମାନ ଏବେ ଟ୍ରେଣ୍ଡ ମାନେ ବୁଲିଶ ଅଛି ନା ବିୟରିଶ ଅଛି। ଟ୍ରେଣ୍ଡ ବୁଲିଶ ବା ବିୟରିଶ କିଏ ମତେ କହିବ ନା ବର୍ତ୍ତମାନ ଏବେ ଲାର୍ଜର ହିଷ୍ଟୋଗ୍ରାମ, ଯୋଉଥିରେ କି ଏରିଆରେ ମୁଁ ରିପ୍ରେଜେଣ୍ଟ କରୁଛି ଡିପ୍ ରେଡ୍ କଲର ଏଠି ରିପ୍ରେଜେଣ୍ଟ ହେଇଛି। ତାମାନେ ମୁଁ ଏବେ ସ୍ୱିଙ୍ଗ ର ହାଇ ରଖିବି ଷ୍ଟପ୍ ଲସ୍, ଏଇ ଜାଗାରେ ମୁଁ ଷ୍ଟପ୍ ଲସ୍ ରଖିବି ଏବଂ ଟାର୍ଗେଟ କ'ଣ ରଖିବି 1:1.2। ଓକେ, ଦେଖନ୍ତୁ ଆପଣଙ୍କର ଏବେ ଯଦି ବର୍ତ୍ତମାନ ଆପଣ ଏଣ୍ଟ୍ରି କଲେ ହିୟର ୱିଦିନ୍ ଲିଟିଲ୍ ଟାଇମ୍ ସ୍ପାନ୍, ତ 240 ପଏଣ୍ଟ, 260 ପଏଣ୍ଟ, 300 ପଏଣ୍ଟ, ମାନେ ଇମିଡିଏଟଲି 380 ପଏଣ୍ଟ ଇମିଡିଏଟଲି ଆପଣଙ୍କୁ ଏଠି ପ୍ରଫିଟ୍ ଦେଇଦେଲା। କ୍ଲିୟର? ଏବେ ଆଉ ଗୋଟେ ଟ୍ରେଡ୍ ଦେଖିବା। ଏଇ ଜାଗାରେ କ୍ରସ୍ ହେଇଛି ଦେଖନ୍ତୁ, କିନ୍ତୁ ତଳେ ବ୍ୟାକଗ୍ରାଉଣ୍ଡ ଉପରକୁ କ୍ରସ୍ ହେଲେ ବାୟ, ତଳକୁ କ୍ରସ୍ ହେଲେ ଆପଣଙ୍କର ସେଲ୍। ସେତିକି ବେଳେ ଖାଲି ଦେଖିବା ଟ୍ରେଣ୍ଡ କ'ଣ ଅଛି। ଏଠି ଉପରକୁ କ୍ରସ୍ କଲା, ଦେଖିଦିଅନ୍ତୁ ଏଠି ଉପରକୁ ଆପଣଙ୍କ କ୍ରସ୍ କଲା ଏବଂ ସେତିକି ବେଳେ ବ୍ୟାକଗ୍ରାଉଣ୍ଡ କ'ଣ ଅଛି ନା ବ୍ୟାକଗ୍ରାଉଣ୍ଡ ମଧ୍ୟ ଗ୍ରୀନ୍ ଅଛି, ତେଣୁ ଆପଣଙ୍କର ଏଣ୍ଟ୍ରି ମଧ୍ୟ ଏଠି ହବ। ଠିକ ଅଛି, ଯଦି ଏଣ୍ଟ୍ରି ହେଲା ତ ଆପଣ ଏଇ କ୍ୟାଣ୍ଡେଲ, ଏଇ କ୍ୟାଣ୍ଡେଲରେ ଆପଣ ଏଣ୍ଟ୍ରି କରିବେ। ଠିକ ଅଛି, ଆପଣ ଏଇ କ୍ୟାଣ୍ଡେଲରେ ଏଣ୍ଟ୍ରି କଲେ ଏବଂ ଆପଣ ଷ୍ଟପ୍ ଲସ୍ ରଖିବେ କୋଉଠି, ଷ୍ଟପ୍ ଲସ୍ ଏଠି ଏଠି ରଖିଲେ। ଠିକ ଅଛି, ତ ଏବେ ଆପଣଙ୍କର ଏଇ ଟ୍ରେଡଟା ପ୍ରଫିଟେବୁଲ ହେଲା କି ଲସ୍ ହେଲା, ମାନେ ଷ୍ଟପ୍ ଲସ୍ ହିଟ୍ ହେଲା। ଠିକ ଅଛି, ତ ତା ମାନେ ସବୁ ଟ୍ରେଡ ଯେ ପ୍ରଫିଟେବୁଲ ହବ ସେମିତି କିଛି ମାନେ ନାହିଁ। ମୁଁ ଜାଣି ଶୁଣିକି ଆପଣଙ୍କୁ ଏ ଟ୍ରେଡଟା ଦେଖେଇଲି
ताकि एठी आपन केवल रिस्क रिवार्ड एवं गोटे स्ट्राटेजी रे कंटिन्यूअसली आप ट्रेड करेंगे देन जदि आप विनिंग रेट 50% एभव भी थिबो तले आपन भी प्रॉफिटेबल हे परिबे ताको बुझिया पई एटा को आपन देखैली क्लियर तन सबु कॉन्सेप्ट जे मोरटा मान 100% ट्रू होबो सिमति नै जदि किंतु मु आपन बैक टेस्ट करी आपन निजे ट्राई भी करिवे बैक टेस्ट करी देखिबे ए यार विन रेट 75 रु 80% अछि देखो तो पुणी आउ गोटे ट्रेड देखिबा जदि आमे एठी ऑब्जर्व करिबा देखंतु हियर एई जगह रे ब्लैक लाइन आपणकर क्रॉस कला बिलो द सिग्नल लाइन ओके सेम थिंग स्विंग हाई पाखे आपण एंट्री करिवे दिस इज सॉरी माने बिलो द माने सिग्नल कैंडल स्टॉप लॉस रखिवे स्विंग हाई दिस इज द स्विंग हाई या ऊपर मिनिमम रखिवे 1:2 तमाने आपण 1:2 जगह अधिक अधिक आपणकर माने एठी आपन प्रॉफिट मिलिबो देखंतु पाखापाखि 800 पॉइंट्स विद इन सम मिनिट्स भितर आउर अधिक मध्य जाइछि ए लगभग 1114 पॉइंट पाखापाखि एरा प्रॉफिट मध्य देइछि तमाने मु कोन कहली जदि गोटे आपण लॉस हैला किंतु एबे देखंतु केतेटा ट्रेड आमे पॉजिटिव रहिलेनी इन द सेम वे एठी भी ऑब्जर्व करंतु एठी भी आपनको टारगेट हिट हेछि जानि परछंती एबे आउ गोटे ट्रेड देखंतु हियर जीरो लाइन ऊपर गला ए कैंडल देखंतु जीरो लाइन ऊपर गला ता माने आपण एठी मध्य सेम सिनारियो आपण एंट्री कर परिबे काहे कि ना बैकग्राउंड मध्य एबे देखंतु पूरा ग्रीन अल्प ग्रीन अछि आपण हुए तो कंफ्यूज जदि हुए तो आपण नै न पारंती बट ये मध्य प्रॉफिटेबल हेछि ठीक अछि सेम थिंग आउ कोड अछि सिनारियो देखिबा again same scenario also I am observing here ए जगह मध्य आपनकर माने प्रॉफिटेबल जदि आमे देखिबा सेलिंग रे एठी आसिनी बाइंग रे पुणी अगेन एठी गोटे कंडीशन देला also here it is also profitable ठीक अछि तो एबे त आमे देखले गोल्ड रे देखिबा ता को स्क्रिप्ट रे ये होल्स गुड होउची कि नहीं यार रूल काम करूची कि नहीं हम ऑब्जर्व करिया ठीक अछि एबे रिसेंटली बिटकॉइन रो चार्ट में खोलिली बिटकॉइन चार्ट रे देखिबा एथरे ट्रेड हमको सक्सेसफुल करोची कि नहीं एबे एई जगह देखंतु क्रॉस बिलो दिस इज द बिग रेड कैंडल बैकग्राउंड मध्य रेड अछि तो हमर सबु कंडीशन सैटिस्फाई इन द बिटकॉइन नाउ वी कैन आल्सो सेल हियर बिलो इट बुझी पारले स्टॉप लॉस कोड रखिबा ना स्टॉप लॉस नियर स्विंग हाई तो एई जगह आपण स्टॉप लॉस रखिबा किंतु एटी गोटे आपन लिक्विडिटी कांसेप्ट अछि इमीडिएट बेसिस रे जदि सेई कैंडल ले अछि ना ता पाखा पाखी आउ गोटे मध्य एठी माने स्विंग हाई अछि तो आपण एइटा को स्विंग हाई को आपण जदि इमीडिएट बेसिस रे गोटे स्विंग हाई थिबो ना पाखरे तो तांको ताकू चूज करिवे तेणु ए जगह न करिकरी एइटा को आपण स्टॉप लॉस रखिवे स्टिल नाउ द ट्रेड इज going on and also it is also profitable now सेकेंड आउ को सिनारियो देखा गला देखंतु आउ कोटी सेमती सिनारियो आछि एई जगह रे मध्य हम एंट्री करिवा स्टॉप लॉस दिस स्विंग लो एंड ट्रेड वर्तमान एठी भी एग्जीक्यूशन हैला किंतु एते प्रॉफिटेबल देलानी ता माने हमर एटी कोड असुविधा अछि ना ना हमर असुविधा अछि टाइम फ्रेम रे काहे कि ना टाइम फ्रेम होउची आपनकर 3 मिनिट टा 24 घंटा चले तो ये आप 15 मिनिट्स किंबा 1 आवर यदि 1 आवर आप नेबे तो इट विल बी वेरी मच प्रॉफिटेबल हियर तेणु आम 60 मिनिट कर चेक करवा कहीं ये 24 आवर मार्केट ठीक अच्छे देखिबा जदि आमे देखिबा इन केस ऑफ द बिटकॉइन 1 आवर टाइम फ्रेम रे कौन है देखंतु एई जगह रे क्रॉस बिलो एबे पर्यंत मध्य ट्रेड इज गोइंग ऑन ठीक अछि सेमती आउ कोटी सिनारियो आसला ताको मध्य चेक करिवा एई जगह रे मध्य बिटकॉइन रे सेलिंग अपॉर्चुनिटी आछि देखंतु ये मध्य प्रॉफिटेबल सेम सिनारियो
ଆଉ କୋଉଠି ଆସି ଦେଖିବା, ଦେଖନ୍ତୁ ହିଅର ବାଇଂ ପାଇଁ ମଧ୍ୟ ଅପରଚୁନିଟି ଏଇ ଜାଗାରେ ଆସିଛି ଇନ୍ ଦିସ୍ କ୍ୟାଣ୍ଡେଲ, ଇଏ ମଧ୍ୟ ପ୍ରଫିଟେବୁଲ। ଠିକ ଅଛି, ଇଟ୍ ଇଜ ଅଲସୋ ପ୍ରଫିଟେବୁଲ। ସେମିତି ଏଗେନ୍ ଏଗେନ୍ ସେଲିଂ ପାଇଁ ଏଇ ଜାଗାରେ ଆପଣଙ୍କୁ ସାଟିସ୍ଫାଇ ହେଇଛି କଣ୍ଡିସନ ଏଇ ଜାଗାରେ। ଇଏ ଯଦି ଆପଣ ଇମିଡିଏଟଲି ବାହାରିବେ ତାହେଲେ ଠିକ ଅଛି, କିନ୍ତୁ ବାହାରିବେ କାହିଁକିନା 1:1.5 ବା 1:2 ଆପଣଙ୍କୁ ଏଠି ପ୍ରଫିଟ୍ ଦବନି। ଯଦିଓ କିଛି ପ୍ରଫିଟ୍ ଆପଣଙ୍କୁ ମିଳିବ, ମୁଁ ଖାଲି ଚେକ୍ କରିଦିଏ ଯେ ବର୍ତ୍ତମାନ ଏଠି ଆପଣଙ୍କୁ ପ୍ରଫିଟ୍ ମିଳିବ କି ମିଳିବନି। ବିକଜ ଯଦି ଆପଣ ଷ୍ଟପ୍ ଲସ୍ ଏଇଠି ରଖିବେ ନା, ଷ୍ଟପ୍ ଲସ୍ ହେଲେ ଆପଣଙ୍କ ଏଣ୍ଟ୍ରି ଦିସ୍ ୱାନ୍ ଏ 900 ପଏଣ୍ଟ ପାଖାପାଖି, ତ ଆପଣଙ୍କର ଏଠି ଯଦି ଏଣ୍ଟ୍ରି କଲେ ନାଇଁ 1:1, 1:1 ରେ ଆପଣ ଏଠି ଏକ୍ଜିଟ୍ କରିପାରିଥାନ୍ତେ, ନାହିଁ ତ ଯଦି ଆପଣ ଷ୍ଟପ୍ ଲସ୍ ଏଇଟା ହବ। ଏବେ ଆଉ କୋଉଠି ସେ ସିନାରିଓ ଆସିଛି 1 ଆୱାରରେ ଚେକ୍ କରିଦେବା। ଏଠି ଆଉ କୋଉଠି କଣ୍ଡିସନ ନଟ୍ ସାଟିସ୍ଫାଇଂ, ହଁ ଏଇ ଜାଗାରେ ଦେଖନ୍ତୁ ଇନ୍ ଦିସ୍ କେସ୍, ଗୋଟେ ମିନିଟ, ଏଠି ତ ଆମେ ଦେଖେଇଲେ ବର୍ତ୍ତମାନ ଏବେ ଏଇ ଜାଗାରେ ତ ଦେଖେଇଲେ ବର୍ତ୍ତମାନ ଆଉ ସେମ୍ ସିନାରିଓ ପାଖାପାଖି ଏଠି ଆଉ କିଛି ଦେଖାଯାଉ ନାହିଁ। ହିୟର ଦେଖନ୍ତୁ ଆପଣଙ୍କ ସେମ୍ ସିନାରିଓ ଅଲସୋ वी आर गेटिंग हियर, ଏଇ ଜାଗାରେ ଆପଣଙ୍କର ଏଠି ମଧ୍ୟ ଦେଖନ୍ତୁ ଟାର୍ଗେଟ। ତାମାନେ ଯଦି ଗୋଟେ କାଁ ଭାଁ କୋଉଠି ଷ୍ଟପ୍ ଲସ୍ ହେଲା, ସେଥିପାଇଁ ଆପଣ ଫ୍ରେଣ୍ଡ ଅନନେସେସରୀ ବଦଳ ହବାର କିଛି ଆବଶ୍ୟକ ନାହିଁ। 5,600 ପଏଣ୍ଟର ଏଠି ପ୍ରଫିଟ୍ ଆପଣଙ୍କୁ ଦେଲା, ଠିକ ଅଛି। କାରଣ ସବୁ ଟ୍ରେଡ୍ ଯେ ଆପଣ ପ୍ରଫିଟେବୁଲ ହବ ସେମିତି କିଛି ମାନେ ନାହିଁ। ଏବେ ଦେଖନ୍ତୁ ଏଠି ଗୋଟେ ଟ୍ରେଡ୍ ଦେଖନ୍ତୁ 1 ଆୱାର ଟାଇମ୍ ଫ୍ରେମ୍ ଇନ୍ ବିଟକଏନ୍, ଏଇ ଜାଗାରେ ଆପଣଙ୍କୁ ଏଠି ମଧ୍ୟ ଷ୍ଟପ୍ ଲସ୍ ଥିଲା ହିୟର। ଏବେ 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 ଦେଖନ୍ତୁ ଟୁ ରେସିଓରେ ଆପଣଙ୍କୁ ଏଠି ପ୍ରଫିଟ୍ ଦେଲା, ଠିକ ଅଛି। ଏବଂ ଆଉ କୋଉଠି ସିନାରିଓ ଦେଖନ୍ତୁ ଏଇ ଜାଗାରେ ଏଗେନ୍ ସିନାରିଓ ସାଟିସ୍ଫାଏଡ୍, ଏଠି ପ୍ରଫିଟେବୁଲ। ଓକେ, ଦେଖନ୍ତୁ ଏଗେନ୍ ହିୟର ଅଲସୋ ଦ ସେମ୍ ସିନାରିଓ ଅବଜର୍ଭିଂ, ଏ ଜାଗାରେ ମଧ୍ୟ ପ୍ରଫିଟେବୁଲ, ଠିକ ଅଛି। ଏ ଜାଗାରେ ମଧ୍ୟ ଦେଖନ୍ତୁ ଏଠି ବି ସେମ୍ ସିନାରିଓ, ଅଲ୍ ଦ ବାଇଂ କଣ୍ଡିସନ ସାଟିସ୍ଫାଇଂ ହିୟର, ଏଠି ଦେଖନ୍ତୁ ପ୍ରଫିଟ୍ ମିଳିଗଲା ପାଖାପାଖି 6,000 ପଏଣ୍ଟର ପ୍ରଫିଟ୍ ମିଳିଲା। ତାମାନେ ଯଦି ବିଟକଏନ୍ ଯେହେତୁ 24 ଆୱାର ମାର୍କେଟ, ଆପଣ ନିଜେ ଟେଷ୍ଟ କରିକି ମତେ କମେଣ୍ଟସ୍ ବତାନ୍ତୁ କି କୋଉ ଟାଇମ୍ ଫ୍ରେମ୍ ବିଟକଏନ୍ ପାଇଁ ସୁଇଟେବୁଲ ହବ। ମୁଁ ତ ଆପଣଙ୍କୁ ରୁଲ୍ ବତେଇ ଦେଇଛି, MACD ର ସେଟିଂ ବି ବତେଇଛି, ଦିଟା MACD କେମିତି ମର୍ଜ କରିବେ ତାକୁ ମଧ୍ୟ ଶିଖେଇଛି। ତ ଆପଣ ଚେକ୍ କରିକି ମତେ କୁହନ୍ତୁ। ସେମ୍ ସିନାରିଓ ଆପଣ ନିଜେ ଟ୍ରାଏ କରନ୍ତୁ ଫର ଦ ନିଫ୍ଟି। ଓକେ, ଯଦି ମୁଁ ନିଫ୍ଟି ଦେଖିବି, ନିଫ୍ଟିରେ ଭାବି ଦିଅନ୍ତୁ 3 ମିନିଟରେ ଆମେ ଟେଷ୍ଟ କରିବା। ମୁଁ ଗୋଟେ ଦିଟା ଦେଖେଇବି, ଆପଣ ନିଜେ ଟ୍ରାଏ କରନ୍ତୁ ଆଉ ଟ୍ରାଏ କରିକି ମତେ ଜଣାନ୍ତୁ whether it will be profitable or not। ଏବେ ଦେଖନ୍ତୁ ଇମିଡିଏଟ ବେସିସରେ ମୁଁ ଯଦି ଦେଖିବି ନିଫ୍ଟିରେ ଏଇ ଜାଗାରେ ଆପଣଙ୍କର ବାଇଂ କଣ୍ଡିସନ 3 ମିନିଟରେ ସାଟିସ୍ଫାଇ ହେଲା। ଆପଣଙ୍କ ଷ୍ଟପ୍ ଲସ୍ କୋଉଠି ନା, ଷ୍ଟପ୍ ଲସ୍ ଇଜ ଦିସ୍ ସୁଇଙ୍ଗ ଲୋ, ବାସ୍ 1:1.5 ଆପଣଙ୍କ ଟାର୍ଗେଟ। ତ ବର୍ତ୍ତମାନ ଯଦି ଆପଣ ଦେଖିବେ ଏଇ ଜାଗାରେ ଏଣ୍ଟ୍ରି ହେଇଛି, ଷ୍ଟପ୍ ଲସ୍ ପାଖାପାଖି 32 ପଏଣ୍ଟର ଅଛି। ଯଦି ଆପଣ ଏବେ 17 ପଏଣ୍ଟସ୍ ର ପ୍ରଫିଟ୍ ଆସିଛି, ମତେ ଲାଗୁଛି ଟାର୍ଗେଟ ହବ, ଠିକ ଅଛି। ନେକ୍ସଟ ସେମ୍ ସିନାରିଓ ଏଇଠି ଅବଜର୍ଭ କରନ୍ତୁ, ଏଇ ଜାଗାରେ ଆପଣଙ୍କର ସେମ୍ କଣ୍ଡିସନ ଆସିଥିଲା, ଆପଣ ଏଠି ଟାର୍ଗେଟ ହିଟ୍ ହେଇଥିବ କାହିଁକିନା ଷ୍ଟପ୍ ଲସ୍ ଥିଲା ଏଇଠି। ସେମ୍ କଣ୍ଡିସନ ଆପଣ ଅବଜର୍ଭ କରନ୍ତୁ ହିୟର ଫର ଦ ସେଲିଂ ସିନାରିଓ, ସେଲିଂ କଣ୍ଡିସନ ଏଇ ଜାଗାରେ ହେଇଥିଲା, ଟାର୍ଗେଟ ଆପଣଙ୍କୁ ଆଚିଭ ଇନ୍ ନିଫ୍ଟି ଇନ୍ ଦ 3 ମିନିଟ୍ସ ଏଜ ଏ ସ୍କାଲ୍ପିଂ ଫେନୋମେନା। ଏଇଟା ଅବଜର୍ଭ କରନ୍ତୁ, ଏଇ ଜାଗାରେ ବାଇଂ ଅପରଚୁନିଟି ହେଇଛି କି ନାହିଁ ଚେକ୍ କରିବା ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେତେ ବଡ ମୁଭମେଣ୍ଟ ଦେଲା ଏଠି, ବାଇଂ ମଧ୍ୟ ଇଏ ସାଟିସ୍ଫାଇ କଲା। ଆଉ କୋଉଠି ଅଛି ଦେଖନ୍ତୁ, ଏଇ ଜାଗାରେ ନା, ଇଏ ସାଟିସ୍ଫାଏ ନୁହଁ କାହିଁକିନା ବ୍ୟାକଗ୍ରାଉଣ୍ଡ କଲର ନଟ୍ ଗ୍ରୀନ୍। ଏଇ ଜାଗାରେ ଅବଜର୍ଭ କରନ୍ତୁ, ଏଇ ଜାଗାରେ ରେଡ୍ ଅଛି ବ୍ୟାକଗ୍ରାଉଣ୍ଡ,
मतलब लार्जर ट्रेंड इज नाउ डाउन, आमर स्टॉप लॉस रहिबो above this entry here, it entry कले टारगेट 34 पॉइंट्स नियर प्रॉफिट, बट जदि आम इमिडिएटली प्रॉफिट बुक न करवा ताले स्टॉप लॉस भी हो जाई पारे। देखंतु आउ गोटे कथा भाबन फ्रेंड, जेतले निफ्टी रे आम ट्रेड करबा आउ स्काल्पिंग करूछंती, स्काल्पिंग रे आमे 30 20 30 पॉइंट जदि पाइले दैट इज ऑल्सो सफिशिएंट मु भाबुची। तो से कारण 3 मिनिट आम टाइम फ्रेम नहीं, तो स्काल्पिंग करूछंती 20 30 पॉइंट तो सफिशिएंट ना। तेणु ଆପଣ ପୁରା 1:1.5 ବା 2 ନ ରହିଲେ ବି ଚଳିବ। ଯଦି ନଉଛନ୍ତି କିନ୍ତୁ 1.1:1 ଅର 1.5 ନେଲେ ବି ସଫିସିଏଣ୍ଟ। ସବୁ ଟ୍ରେଡ୍ ଆପଣଙ୍କର ମାନେ ପାଖାପାଖି ଠିକ ଯିବ। ଯଦି 2 ନେଲେ ତ କିଛିଟା ଷ୍ଟପ୍ ଲସ୍ ହବାର ବି ଚାନ୍ସ ଅଛି, ହେଲେ ବି କିଛି ପ୍ରୋବ୍ଲେମ ନାହିଁ ଏଇଥିପାଇଁ ବିକଜ ଯଦି ଆପଣଙ୍କର ୱିନ୍ ରେଟ୍ 50% ବି ହେଲା ତାହେଲେ ବି ଆପଣ ପ୍ରଫିଟେବଲ ରହିବେ ଅଲ୍ ଟୋଟାଲି। ଠିକ ଅଛି, ତ ୟାକୁ ମଧ୍ୟ ମୁଁ ଟେଷ୍ଟ କଲି। ଏବେ ଆମେ ବ୍ୟାଙ୍କ ନିଫ୍ଟି ଦେଖିବା, ସେନ୍ସେକ୍ସ ଚେକ୍ କରି। ସେନ୍ସେକ୍ସ ଅଲସୋ ଭେରି ମଚ୍ ଭୋଲାଟାଇଲ୍। ତା ପାଖରେ ଏ କଣ୍ଡିସନ ସାଟିସ୍ଫାଏ ହଉଛି କି ନାହିଁ ଅବଜର୍ଭ କରନ୍ତୁ। ଦେଖନ୍ତୁ ବ୍ଲାକ୍ ଲାଇନ୍ ଏଇ ଜାଗାରେ ଦେଖନ୍ତୁ, ବ୍ଲାକ୍ ଲାଇନ୍ ନାଉ କ୍ରସିଂ ବିଲୋ ଦିସ୍ ରେଡ୍ ଲାଇନ୍, ମାନେ ସେଣ୍ଟ୍ରାଲ ଲାଇନ୍ ଦିସ୍ ଇଜ, ମାନେ ସେଣ୍ଟ୍ରାଲ ଲାଇନ୍ କୁ କ୍ରସ୍ କଲା ଏଇ ଜାଗାରେ। ଠିକ ଅଛି, ତ ଆପଣଙ୍କର ଏଇଠି ଏଣ୍ଟ୍ରି ହେଲା। ଆପଣଙ୍କର ଏଣ୍ଟ୍ରି ହଉଛି ହିୟର ବିଲୋ ଦିସ୍ ସେଲ୍, ଆଉ ଷ୍ଟପ୍ ଲସ୍ ଇମିଡିଏଟ ସୁଇଙ୍ଗ ଏଇଟା, କିନ୍ତୁ ଆମେ ତା ଉପରଟା ନେବ ବୋଲି କହିଥିଲି। ଆପଣ ଦେଖନ୍ତୁ ଟାର୍ଗେଟ ମଧ୍ୟ ହିଟ୍ ହେଇଯାଇଛି। ଓକେ, ସେମ୍ ସିନାରିଓ, ସେମ୍ ସିନାରିଓ ଅଲସୋ ଅବଜର୍ଭିଂ ହିୟର। ଏଇ ଜାଗାରେ ମଧ୍ୟ ଦେଖନ୍ତୁ ଟାର୍ଗେଟ ବି ହିଟ୍। ଠିକ ଅଛି, ସେନ୍ସେକ୍ସ ରେ ମଧ୍ୟ ସେମ୍, ଅଲ୍ ଦ ରୁଲ୍ ନାଉ ସାଟିସ୍ଫାଇଂ and we are taking the trade, that is also profitable। ଏଇଠି ଦେଖନ୍ତୁ ବାଇଂ ଆମର କଣ୍ଡିସନ ସାଟିସ୍ଫାଏ ଏଇ ଜାଗାରେ, ଯଦି ବାଇଂ ତ ଏଠି ପାଖାପାଖି ମୁଭମେଣ୍ଟ 1:1.1:1 और 1:1.5 तो देलानी। देखिवा स्टॉप लॉस ହେଇଛି କି ହେଇନି, ଗୋଟେ ମିନିଟ ଚେକ୍ କରନ୍ତୁ। यस, इट इज ऑल्सो प्रॉफिटेबल। 108 पॉइंट मूवमेंट ଦେଇଛି, କିଛି ଅସୁବିଧା ବି ନାହିଁ। तो एज बीइंग ए स्कैल्पर तो 100 पॉइंट सफिशिएंट, मोर देन सफिशिएंट। क्लियर, तो आउ कंडीशन गोटे चेक करदवा। एबे देखंतु मते लागुची एई जगह रे मध्ये अगेन कंडीशन सैटिस्फाइंग हियर। एबे चेक करिवा चार्ट रे, चार्ट रे देखंतु इट इज आल्सो प्रॉफिटेबल। ମୁଁ ତ ଆପଣଙ୍କୁ ପାଖାପାଖି ସବୁ ସ୍କ୍ରିପ୍ଟ ରେ ଦେଖେଇଲି, ବିଟକଏନ୍, ବ୍ୟାଙ୍କ ନିଫ୍ଟି, ନିଫ୍ଟି, ସେନ୍ସେକ୍ସ, ଗୋଲ୍ଡ, ପାଖାପାଖି ଆ, ଗୋଟେ ଦିଟା ଛାଡ଼ିଲେ ଆଉ ସବୁଥିରେ ତ ପ୍ରଫିଟେବଲ ହେଲା। ଯଦି ଆପଣ ବି ସପୋଜ ବିଙ୍ଗ ଏ ସ୍କାଲ୍ପର 20 30 ପଏଣ୍ଟ 50 ପଏଣ୍ଟ ଯଦି ନଉଥିବେ ତ ସବୁ 100% ପ୍ରଫିଟେବଲ ହେଲା ବୋଲି ଆମେ ଜାଣିଲେ। ବଟ୍ ଫିର ବି ଯଦି ବି ଆପଣଙ୍କର ୱିନ୍ ରେଟ୍ 70 ଏଭବ ଅଛି ତ ତାହେଲେ କିଛି ଅସୁବିଧା ବି ନାହିଁ। ଇଟ୍ ଇଜ ଅଲସୋ ଏ ଗୁଡ୍ ସେଟଅପ୍। କିନ୍ତୁ ଏଟା ଆପଣଙ୍କ ପାଇଁ କାମ କରୁଛି କି ନାହିଁ ମତେ ଆପଣ କମେଣ୍ଟସ ଲେଖି ମାନେ ବତେଇବେ। କିନ୍ତୁ ତା ପୂର୍ବରୁ ଟିକେ ନିଜେ ବ୍ୟାକ୍ ଟେଷ୍ଟିଂ କରନ୍ତୁ, ଆଉ ନିଜେ ବ୍ୟାକ୍ ଟେଷ୍ଟିଂ କଲା ପରେ 1 ମନ୍ଥ ତାପରେ ଆପଣ ବତାନ୍ତୁ ଯେ ହାଉ ମଚ୍ ଇଟ୍ ୱିଲ୍ ଇଫେକ୍ଟିଭ। ଯଦି ଆଁ, ଆପଣଙ୍କୁ ଏ ଟ୍ରେଡ୍ ସେଟଅପ୍ ଠିକ୍ ଲାଗିଥିବ ତ ଭିଡ଼ିଓଟାକୁ ଲାଇକ୍ କରିବେ, କମେଣ୍ଟସ୍ ବି ଲେଖିବେ। ଆଉ କାହିଁକିନା ଆପଣ କମେଣ୍ଟସ୍ ଲେଖିଲେ ଆଁ, ଆମକୁ ମୋଟିଭେସନ୍ ମିଳୁଛି, ତାକି ଆମେ ନୂଆ ନୂଆ କନସେପ୍ଟ ଆପଣଙ୍କ ସହିତ ସେୟାର ବି କରିବୁ। ଥ୍ୟାଙ୍କ ୟୁ, ହ୍ୟାପି ଟ୍ରେଡିଂ।